টিন জার্কিন ভাই তোমার জার্কিন ধরি কেই তো ভাই এটা কাই এটা করু তো কইলো তুমি তেলটা মিলুনি সেটা ইয়ে তেল মিলুনি কাই তেল ସବୁଆଡେ ଟାଙ୍କି ଖୋଲା ଅଛି ମିଳୁନି କାଇ ତମ କୋଉ ଟାଙ୍କିରେ ଭାଇ ମିଳିଲାନି ଯେ କହିଲ ଡବଲ ଇଞ୍ଜିନ ଆଜି ଏଇ ପରିସ୍ଥିତି ହେଲା ତମେ ଯୋଉ ଏଇଟା ନଉଛ ନେଇକି କରିବ କଣ ଆମ ଦୋକାନ ଅଛି ତମ ଦୋକାନ ଅଛି ପେଟ୍ରୋଲ ଦୋକାନ ତମର ଆଜ୍ଞା ପେଟ୍ରୋଲ ଦୋକାନ ଆରେ ହେ ତମେ ତ ଟାଙ୍କିକୁ ଘାଟରେ ପକେଇ ଦବ କଳାବାଜାରୀ କରୁଛନ୍ତି ଆଉ କଣ କରିବା ଏଇଟା ମୌକା ଖୋଜୁଛନ୍ତି ଆଉ କଳାବାଜାରୀ କରିବାକୁ ଏଠି 104 ସେଠି 150 ନାଇଁ 10 କୋଟି ଟଙ୍କା ଅଧିକ ବିକୁଛନ୍ତି ଟିଣ ଏ ଜବା ଯାର ସବୁ ମନା ହେଇଥିଲା କିନ୍ତୁ ଲୋକଙ୍କ ଅସୁବିଧା ଯୋଉ ଦିଆ ହଉଛି ଲୋକ ତ ବ୍ୟସ୍ତ ଆଉ ଯେତେ ନେଲେ ବି ସେ ଖୁସି ନୁହନ୍ତି ଆଉ ତେଲ ରେଟ୍ ବଢିଲେ ଡେଲି ଖର୍ଚ୍ଚ ହଉଛି କଣ କାର ଚଲେଇବେ 3 ଟଙ୍କା ବାଧିବ ବାଧିବନି 4 କିଲୋମିଟର କୁ ସେଇ ଅନୁସାରେ ବାଧୁଛି ନା ପୁଣି ଏ ଜାଗା ହବ ସ୍କୁଟି ରେ ମଉଜା यारी ऊपर छई पड़े गया ଗାଡି ଉପରେ ଥୋଇ ଦେଇ ପଳେଇବ ତାହେଲେ ଇଏ ଢାଙ୍କିଣି ଦେଇନ ଇଏ ସେଇଟା ଆସା ଇଏ ମାନେ ଢାଙ୍କିଣି ନ ଦେଇକି ବି ତମେ ନେଇକି ପଳେଇବ ନା ନା ଏଇଠି ଅଛି ତା ସାଇଜ ରେ ଥୋଇଲେ ଆଜ୍ଞା କଣ ତେଲ ଜାର୍କିନେ ନଦେଲେ କୁଆଡେ ଲୋକ ବାଡଉଛନ୍ତି ବୋଲି କହୁଛନ୍ତି କିଛି ନା ଆମେ ହଟେଇ ଦଉଛୁ ଆଜ୍ଞା ହେଲା ଯେ ସକାଳେ ବି ଏମିତି ଏଇ ଟାଙ୍କିରେ ପୁଣି ଆପଣ ମାନେ ଆସିଥିଲେ ତଥାପି ପୁଣି ଥରେ କାହିଁକି ତାକୁ ମନା କରା ଯାଇଥିଲା ଏବେ ବ୍ରେକ୍ କରି ଦଉଛୁ ଆଉ ଏ ମନ୍ତ୍ରୀଙ୍କ ଘରେ ମିଟିଂ ବସୁଛି ଯେ ଜାର୍କିନେ କେହି ଦେବେନି କୌଣସି ଟାଙ୍କି କହିଦଉ ବ୍ରେକ୍ କରି ଦଉଛୁ फालतू भाई तम मानक ପାଇଁ ଆଜି ଓଡିଶା ଆଜି ଲୋକ ଯୋ ହଇରାଣ ହଉଛନ୍ତି ଡବଲ ଇଞ୍ଜିନ ର ଆପଣ କହୁଥିଲେ ମଜବୁତ ଅଛି ହେଲା ଲମ୍ବା ଲାଇନ ଲାଗୁଛି ଅଧ ବାଟରେ ଗାଡି ତେଲ ସରିଲା ପରେ 4 ଘଣ୍ଟା କାଟିଏ ଆମେ ଠିଆ ହଉଛି 120 ଟଙ୍କାର ବ୍ଲାକ ରେ ମୁଁ ସାରା ପକେଇଛି ଆଠ କଣ କହୁଛି କେତେ ଟଙ୍କା ଅଟୋରେ ସାରା ବେପାର କରିବା କହିଲେ ଗତକାଲି ଜଣେ ବାବୁ ଏମିତି ଗୋଟିଏ ପାଣି ଜାର୍କିନ ଭିତରେ ନେଇଥିଲେ ପେଟ୍ରୋଲ ତାକୁ ନେଇକି ଦୁନିଆ ଇସ୍ୟୁ କରିଦେଲେ ଲୋକ ତ ଆଜି ତ ଏଠି ଆରାମସେ ବଢିଆ ଭାବରେ ଟିଣରେ ବୋତଲରେ ଭାଇ ଆମର ଦେଇ ଚାଲିଛନ୍ତି ଲୋକ ଆମର ନେଇ ଚାଲିଛନ୍ତି ଯାହା ହଉଛି ହଉ କିନ୍ତୁ ଦୁନିଆ ଚାଲୁ ଏମିତି ସଂସ୍ଥା ଚାଲିଥାଉ ଭାଇ ଏ ଯୋଉ ତମେ ଏ ଯୋଉ ଜାର୍କିନ ମାନଙ୍କରେ ଯୋଉ ଇଏ ମାନଙ୍କର ନଉଛ ଏତେ ଗୁଡା ନେଇ କରିବ କଣ ଭାଇ ତମେ ଯୋଉ ଏଇଟା ନଉଛ ନେଇକି କରିବ କଣ ଆମ ଦୋକାନ ଅଛି ତମ ଦୋକାନ ଅଛି ପେଟ୍ରୋଲ ଦୋକାନ ତମର ଆଜ୍ଞା ପେଟ୍ରୋଲ ଦୋକାନ ଆରେ ହେ ତମେ ତ ଟାଙ୍କିକୁ ଘାଟରେ ପକେଇ ଦବ ଏଠି କେତେ ଟଙ୍କା ଇଏ ନାଇଁ ସତରେ ଗୋଟେ କଥା କହିଲେ ଯେ ଏଠୁ ଯୋଉ ଜାର୍କିନରେ ଲୋକ ନଉଛନ୍ତି କଳାବାଜାରୀ କରୁଛନ୍ତି ଆଉ କଣ କରିବା ଏଇଟା ମୌକା ଖୋଜୁଛନ୍ତି ଆଉ କଳାବାଜାରୀ କରିବାକୁ ଏଠି 104 ସେଠି 150 ନାଇଁ 10 କୋଟି ଟଙ୍କା ଅଧିକ ବିକୁଛନ୍ତି କିନ୍ତୁ ବାଟ ଘାଟରେ ଯାହା ସରି ଯାଉଛି ମାନେ ବାଟୋଇଙ୍କର ସେ କଣ କର ଅସୁବିଧା ବୋଧେ ତାଙ୍କର ମାନଠୁ ସେ କିଣନ୍ତି ଆଉ ଅସୁବିଧାରୁ ସେମାନେ ଦୂର କରୁଛନ୍ତି ଆଉ ଏଇ ଯୋଉ ଲୋକମାନେ କିନ୍ତୁ ଯୋଉ ବର୍ତ୍ତମାନ ଅବସ୍ଥାରେ କରିବା କଥା ନୁହଁ ଧୋକେବାଜ ହଉଛି ହଁ ଏଇଟା ନିଶ୍ଚିତ ଆଉ କଣ କରିବା ଚାଲୁ କିନ୍ତୁ ଭାଇ ଇଏ ଯୋଉ ତମେ ଏଇ ଯୋଉ ଇଏ ବ୍ୟାରେଲ ରେ ଦବାକୁ କୁହା ଭିତରେ ଏଇ ଯୋଉ ଟିଣ ଭିତରେ ଦବାକୁ ତମକୁ କମ୍ପାନୀ ତମ ମାଲିକ ମନା କରିନାହାନ୍ତି ମ୍ୟାନେଜର ମନା କରିନାହାନ୍ତି ଟିଣ ଏ ଜବା ଯାର ସବୁ ମନା ହେଇଥିଲା କିନ୍ତୁ ଲୋକଙ୍କ ଅସୁବିଧା ଯୋଉ ଦିଆ ହଉଛି ଲୋକ ତ ବ୍ୟସ୍ତ ଆଉ ଯେତେ ନେଲେ ବି ସେ ଖୁସି ନୁହନ୍ତି ଆଉ ପ୍ରବଳ ତମକୁ ବାଡେଇଛନ୍ତି ହଁ କାଲି ମୋବାଇଲ ମାରି ପକେଇଥାନ୍ତେ ଆଉ କାରଣ ତେଲ ନଥିଲେ ବି କହୁଛନ୍ତି ଦିଅ ନାଇଁ ନାଇଁ ବାଡେଇବେ କଣ ନା ବାଡିଆ ପୁଲିସ ଥିଲେ ବା ଏଇଠି ପୁଲିସ ଥିଲେ ତାପରେ ଦେଇଛନ୍ତି ମାନେ ଇଏ ଆଜି ବା କୁଆଡେ ସଂଘ ପୁରା ପେଟ୍ରୋଲ ଆଜି ପେଟ୍ରୋଲ ସଂଘ ପୁରା ମନା କଲା ରହିଥାଉ ମୁଁ ଟିକେ ଲାଇନ ହେଇଗଲା ଆଜି ପେଟ୍ରୋଲ ସଂଘ ପୁରା ମନା କଲେ ଯେ କହିଲେ ଯେ କେହି ଏମିତି ଜାର୍କିନ ଇଏରେ କୋଉଥିରେ କୁଆଡେ ତେଲ ଦେବେନି ଏଇ ଶୁଣିବାକୁ ନାରାଜ ଯାହା ହଉ ଏପଟେ ଭାଇଙ୍କର ଭାଇ ବହୁତ ଦିନ ପରେ ଆପଣ ଦେଖିବାକୁ ମିଳେ ଆପଣ କାର ଧରିକି ଆସୁଛନ୍ତି ଏଇ ଯୋଉ କାରରେ ତେଲ ପକାଉଛନ୍ତି ଲାଇନ ଧରିକି ଆଉ ଏପଟେ ଯୋଉ ବ୍ୟାରେଲ ଅଛି ଆପଣ ବ୍ୟାରେଲ ଆଣିନାହାନ୍ତି ନା କାଇଁ ଆଣିନି ବ୍ୟାରେଲ ତେଲ ମିଳୁଛି ସୁବିଧା ରଖିଦେଇଥାନ୍ତୁ କାଳେ ପଛରେ ମିଳିବ ନ ମିଳିବ ନା ଆମର ସେ ସୁବିଧା ଅଛି ଗାଡିରେ ମିଳୁଛି ସବୁବେଳେ ଯେ ବର୍ତ୍ତମାନ କଣ କେମିତି ଦେଖୁଛନ୍ତି ଏଇ ଯୋଉ ତେଲ ରେଟ୍ ବଢିଛି ସେଇଟା ବାଧୁଛି ଆଉ 3 ଟଙ୍କା ବାଧୁଛି କାଇଁ ବାଧିଲା ତେଲ ରେଟ୍ ବଢିଲେ ଡେଲି ଖର୍ଚ୍ଚ ହଉଛି କଣ କାର ଚଲେଇବେ 3 ଟଙ୍କା ବାଧିବ ବାଧିବନି 4 କିଲୋମିଟର କୁ ସେଇ ଅନୁସାରେ ବାଧୁଛି ନା ପୁଣି କେତେ ହେଲା 20 ଲିଟର ତେଲ ତାହେଲେ ତାମାନେ 200 ଟଙ୍କା ପଡିଗଲା 200 ଟଙ୍କା ପାଖାପାଖି 206 ଟଙ୍କା ହେଲା 80 ଟଙ୍କା
ଆଉ ସବୁ ଠିକ ଅଛି କିନ୍ତୁ ସବୁ ଠିକ ଭିତରେ ଏ ଯୋଉ ବେ ଠିକଟା ମୁଁ ଖାଲି ଭାବି ପାରୁନି। ଏ ଯୋଉ ପାଣି ପାଣି ବଦଳରେ ପେଟ୍ରୋଲ ମଉସା ଆମର ଭର୍ତ୍ତି କଲେ, ମଉସା ରେଡି ଭର୍ତ୍ତି କରନ୍ତୁ ସ୍କୁଟି ଭିତରେ ଭରିଗଲା ବାସ୍। ଏ ଜାଗା ହବ ସ୍କୁଟିରେ ମଉସା? ଆଁ? यारी ऊपर छई पड़ियो यार ଗାଡି ଉପରେ ଥୋଇ ଦେଇକି ପଳେଇବ। 134 ଟଙ୍କା। ଯେ ମଉସା ଇଏ ବା ତମେ ଟୋଟାଲ ଇଏ ଢାଙ୍କିଣି ଦେଇନ ଇଏ ସେଇଟା ଆସକା ଇଏ ମାନେ ଢାଙ୍କିଣି ନ ଦେଇକି ବି ତମେ ନେଇକି ପଳେଇବ? ନା ଏଇଠି ଅଛି ତା ସାଇଜ ରେ ଥୋଇଲେ ନବ 26 ଟଙ୍କା ହେଲା। ଯେ ଆକୁ କଣ ତମେ କଣ କରିବ ମାନେ କଣ ତମ ଗ୍ୟାରେଜ DG ହେରିକା ଆମର ଯିବ? ଗ୍ୟାରେଜ ଅଛି ସାର୍ ଗ୍ୟାରେଜ ଅଛି ହଁ ଗ୍ୟାରେଜ ଅଛି ସାର୍ ଗ୍ୟାରେଜ ଅଛି। ଗ୍ୟାରେଜ ତା ଦି ଦିନ ହେଲା ଏତେ କଣ ହବ? ଗ୍ୟାରେଜ ଟେଷ୍ଟ ହଉଛି 3 ଦିନ 4 ଦିନ ହେଲା କିଛି ନଥିଲା ଆମେ ପାଇନଥିଲୁ ଆଚ୍ଛା ତେଣୁ ଆଜି ପାଇଲୁ ଟିକେ ଦେଲୁ। ଏତେ ଦେଲ? ଏତେ 40 ମିନିଟ ଢାଙ୍କୁଣି ଅଛି ସକାଳେ ଅବଶ୍ୟ ଏ ପେଟ୍ରୋଲ ପମ୍ପ ଉପରକୁ ଆମର ଜଣେ ଗଣମାଧ୍ୟମରୁ ଟିକେ ଖବର ପ୍ରକାଶ ପାଇଲା ପରେ ପୋଲିସ ବାବୁ ମାନେ ଆସିକି ତାଗିଦ କରିଥିଲେ। ଯାହା ହଉ ଏବେ ବି ପୁଣି ଥରେ ପୋଲିସ ବାବୁ କଣ ଆସିଲେଣି ଭିତରକୁ, କଣ ହବ ଜଣା ନାହିଁ। କିନ୍ତୁ ଯୋଉ ପେଟ୍ରୋଲ କମ୍ୟୁନିକେସନ ବା ଯୋଉ ତୈଳ ସଂଘ ରହିଛି, ସଂଘ ଆଜି ଯାହା କୃଷ୍ଣ ପାତ୍ରଙ୍କ ଘରେ ପ୍ରେସ୍ ମିଟ୍ କରି କହିଲେ ଯେ କିଛି ଚୋରା କାରବାର ହବନି, ଜାରକିନ କାରବାର ହବନି, କିନ୍ତୁ ଫିର ବି ଜାରକିନ କାରବାର ଆରମ୍ଭ ହେଇଯାଇଛି। ତ ପୋଲିସ ବାବୁ ଆସୁଛନ୍ତି, ତ ଦେଖାଯାଉ କଣ କହୁଛନ୍ତି। ଆଜ୍ଞା କଣ ତେଲ ଜାରକିନେ ନଦେଲେ କୁଆଡେ ଲୋକ ବାଡଉଛନ୍ତି ବୋଲି କହୁଛନ୍ତି? କିଛି ନା ଆମେ ହଟେଇ ଦଉଛୁ ଆଜ୍ଞା ହେଲା। ଯେ ସକାଳେ ବି ଏମିତି ଏଇ ଟାଙ୍କିରେ ପୁଣି ଆପଣ ମାନେ ଆସିଥିଲେ, ତଥାପି ପୁଣି ଥରେ କାହିଁକି ତାଙ୍କୁ ମନା କରାଯାଇଥିଲା, ଏବେ ବ୍ରେକ୍ କରିଦଉଛୁ ଆଉ। ଯେ ମନ୍ତ୍ରୀଙ୍କ ଘରେ ମିଟିଂ ବସୁଛି ଯେ ଜାରକିନେ କେହି ଦେବେନି କୌଣସି ଟାଙ୍କି। କହିଦେଲା ବ୍ରେକ୍ କରିଦଉଛୁ ସାର୍। ଭାଇ କଣ ବାଡେଇବା କଥା କହିଲେଣି, କାହାକୁ କହୁଛନ୍ତି କି ଜାଣି ଭାଇ? ଭାଇ ତମେ କାହାକୁ ବାଡେଇବ? ମତେ ବାଡେଇବ ନା କାହାକୁ? ତାଙ୍କୁ ବାଡେଇବ? ମନା କଲାଠୁ ଚଲଉଛି ବା ମନା କରୁଛି ଯାହାର ଦେହ ନା ସେ ଜବରଦସ୍ତି ଚଲଉଛି। ଯାହାର ଯିଏ ଆସୁ ମନା କରୁଛୁ ମନା କଲାଠୁ ଜବରଦସ୍ତି। ଭାଇ ତମେ କଣ ଜାରକିନ ଧରିକି ଆଇଛ? ଭାଇ ଏଟା କାଇଁ ଏଟା କରୁଛ କହିଲ ତେଲଟା ମିଳୁନି ସେଟା ଇଏ ତେଲ ମିଳୁନି କାଇଁ? ତେଲ ସଫିସିଏଣ୍ଟ ସବୁଆଡେ ଟାଙ୍କି ଖୋଲା ଅଛି, ମିଳୁନି କାଇଁ? ତମକୁ କୋଉ ଟାଙ୍କିରେ ଭାଇ ମିଳିଲାନି ଟିକେ କହିଲ? ତମକୁ କୋଉ ଟାଙ୍କିରେ ମିଳିଲାନି କହିଲ ଟିକେ ଭାଇ? ତମକୁ କୋଉ ଟାଙ୍କିରେ ତେଲ ମିଳିଲାନି? ଫାଲତୁ ଭାଇ ତମ ମାନଙ୍କ ପାଇଁ ଆଜି ଓଡିଶା ଆମ ପାଇଁ? ତାହେଲେ ତମେ କଣ କରୁଥିଲ? ହଁ ଆଉ କଣ କରୁଥିଲ ଟିକେ କୁହ? ଯାଉଛି ବା ଯାଉଛି ରୁହ। ଆଉ କଣ କରୁଥିଲି କୁହ? ଆଉ କଣ କରୁଥିଲି କୁହ? ଏଇଟା ବନ୍ଦ କରିବ କି? ନାଇଁ କାଇଁ କହିଲ ବା ପାଖକୁ ଆସ ଶୋଧିଲ, ଆଉ କଣ କରୁଥିଲି କହୁନ? କଣ ଶୋଧିଲ ମାନେ? ଲୋକ କରୁଥିଲେ? ହଇରାଣ ହଉଛନ୍ତି, ମାନେ ତେଲ ଲାଇନ ରେ ଲଗୁଛନ୍ତି ସେଇଟା ତମକୁ ଜଣା ପଡୁନି? ଲାଇନ ଲାଗୁଛନ୍ତି ରାତି 4ଟା ଯାଏ, ଆମେ ବି ଲାଇନ ଲଗେଇଥିଲୁ। ନବା ପାଇଁ ପୁରା ରେଡି ନାଇଁ? ତ ପଚାରିବୁନୁ ତମ ଭାଇ ଚ୍ୟାନେଲର ଭିଉ ଜାରକିନରେ ବଢିବ, ତମର ମନିଟାଇଜ ହବ ନା, ସେଥିପାଇଁ ତମେ ପୁରା ତୟାର। ନ ହବ ତମେ ପଇସା ପୁରା ମିଳୁଛି ସେଥିପାଇଁ ନ ତୟାର। ମିଳୁଛି, ପଇସା ତ ତମେ ବି ଦଉନ। ତମେ ସେଥିପାଇଁ ତୟାର ନା? ନା ପଇସା ତମେ ବି ଲୋକ ତ ଦଉନ କେମିତି ନା, ହଇରାଣ ହଉଛନ୍ତି। ପଇସା ତମେ ବି ଦଉନ। ଏଇ ଯୋଉ ଜାରକିନ ଟା ମୁଁ ପଚାରିବାଟା କଣ ଭୁଲ କଲି କି? ଭାଇ ସେଟା ବାଜ୍ୟ ଇଏ କରନି ଭାଇ। ବାକି କଣ କଲି? ଜାରକିନ ବନ୍ଦ କର ତମେ। ନବାକୁ ହଁ। ଯେତେବେଳେ ସମସ୍ତେ ମନା କରୁଛନ୍ତି, ସବୁ ବନ୍ଦ ହେଇଥିଲା, ଜାରକିନ କାହିଁକି ନେଲେ? କାଇଁ ତମେ କାଇଁ ବିରୋଧ କଲନି? ଭାଇ ତମେ ଭାଇ ସାଡେ ଗଲ ଟିକେ ପ୍ଲିଜ, ସାଡେ ଗଲ ଯାଅ ଯାଅ। ରାଗୁଛ କାହିଁକି? ତମେ ସାଡେ ଯାଅ, ତମେ ସାଡେ ଯାଅ। ଯେ ରାଗୁଛ କାହିଁକି? ମୁଁ ତ ଖାଲି ପଚାରିଲି ଭାଇ ଜାରକିନ ନେଇ କରିବ କଣ? ମାନେ ଆହୁରି ତମେ ଖରାଟା କେମିତି ହଉଛି ଜାଣିପାରୁନ? ମତେ ବି ଖରା ହଉନି କି? ମୁଁ ଆଗ ତମେ ମଜା ନଉଛ ବା, ମଜା କରୁନି। ତମେ ମଜା ନଉଛ, ତମେ ଆଉ ଟିକେ ମଜା ନଉଛ, ଉସ୍କଉଛ। ମୁଁ ଆଉ ଟିକେ ଦୀପଦ କିନ୍ତୁ କହିବି, ବୁଝିଲ? ଡବଲ ଇଞ୍ଜିନ, ବୁଝିଲ? ଡବଲ ଇଞ୍ଜିନ ର ଆଜି ଏଇ ପରିସ୍ଥିତି ହେଲା। ଆଜି ଲୋକ ଯୋଉ ହଇରାଣ ହଉଛନ୍ତି, ଡବଲ ଇଞ୍ଜିନ ର ଆପଣ କହୁଥିଲେ ମଜବୁତ ଅଛି ହେଲା। ଲମ୍ବା ଲାଇନ ଲାଗୁଛି, ଅଧ ବାଟରେ ଗାଡି ତେଲ ସରିଲା ପରେ 4 ଘଣ୍ଟା ଲେଖା ଏଠି ଆମେ ଠିଆ ହଉଛୁ, ତାପରେ କହିଲା ବେଳକୁ ତେଲ ନାହିଁ, ଫେରିକି ଯାଉଛି। ଅଧ ବାଟେ କାଲି ପାଣିବେର ଉପରେ ଭିତରେ ମଟ ଛୁଆ ହେଲା, ମୁଁ କଣ କରିବି ସାର୍ କହିଲେ? ଗାଡିଟା ପେଲି ପେଲି କଲେ, ଯୋଉ ଟାଙ୍କିରେ ଗଲା ବେଳକୁ ଲାଇନ ଠିକ ସାର୍ ସେଠି ପହଞ୍ଚିଲା ବେଳକୁ ତେଲ ନାହିଁ, ପୁଣି ରିଟର୍ନ କରି ସେମିତି କାଲି ରାତି 12ଟା ଯାଏଁ ମୁଁ ବଇଛି। ପୁଣି ଆମେ କେମିତି ଚଳିବୁ ନା ନାଇଁ? ତ ସେଇ ହିସାବରେ ନିହାତି ଯେହେତୁ ଆପଣ ଗୋଟେ ଜଣେ ଅଟୋ ଚଲାଉଛନ୍ତି,
ଆପଣଙ୍କୁ ବି ଜାରକିନରେ କିଛିଟା ମାତ୍ରାରେ ରହିବା ନିହାତି ଆବଶ୍ୟକ। ସାର୍ କେତେ ନବ ଦେଇ ଦେଇକି ଶୁଣନ୍ତୁ ସାର୍ ଯେତିକ ନେଲା ବେଳକୁ ଆପଣ ମାନେ ଆସି ଠିଆ ହଉଛନ୍ତି ଭାଇ ରାଗି ଯାଉଛନ୍ତି। ଶୁଣନ୍ତୁ ସାର୍ ଆମେ ନାଇଁ ରାଗିବାର ସାର୍ ଆପଣ ଶୁଣନ୍ତୁ ସାର୍ କେତେ କଷ୍ଟ ଆମକୁ କହୁଛୁ ଆମେ ଜାଣିଛୁ। ଗୋଟେ ମାଲିକ ଗାଡି 300 ଟଙ୍କା ଦବୁ ଅଧ ବାଟରେ ତେଲ ସରୁଛି ଏମାନେ କହିବେ 300 ରୁ ଅଧିକା ଆମେ ଦବୁନୁ ହୁଏତ ପେଟ୍ରୋଲ ନେବେ ଡିଜେଲ ପାଇଁ ସାର୍ କାଲି ରାତି 12ଟା ଯାଏଁ ମୁଁ ଅପେକ୍ଷା କରିଛି ପୁଣି ସେ ମିଆ ଟାଙ୍କିରୁ ଫେରିକି ପୁଣି ଗଲି ତାପରେ କଣ କରିବି ଆସିକି 120 ଟଙ୍କାର ବ୍ଲାକ୍ ରେ ମୁଁ ସାର୍ ପକେଇଛି ଆଠ କଣ କରୁଛି କେତେ ଟଙ୍କା ଅଟୋରେ ସାର୍ ବେପାର କରିବା କହିଲେ ଏଠି ଯାହା ଦେବା କଥା ଆପଣ ଆଇଲେ ଗଲା କଣ କହିବୁ ସାର୍ ଉପର ବାଲା ଏମିତି 24 ବର୍ଷରେ ଆମେ ଦେଖିନଥିଲୁ ନୂତନ ସରକାର ଆଇଲା ନୂତନ ପୋଷାକ ପିନ୍ଧିଲୁ ନୂତନ ଜାଗାରେ ଧାଡି ଲଗେଇଲୁ ଗ୍ୟାସରେ ଧାଡି ଲଗେଇଲୁ ଇଏ ସବୁ ଭଗବାନଙ୍କ ନୀଳା ଅଇକା ତ ଚାଲିଛି ରାମ ନୀଳା ଆଉ ଜଗନ୍ନାଥ କୁଆଡେ ଉଭା ହେଲେ କି ନହେଲେ ରାମ ନୀଳା ସାର୍ ଚାଲିଛି ଏମିତି କେତେ ଆଉ କେତେ ଦିନ ପରେ ଖାଇବାକୁ ସାର୍ ମିଳିବନି ଆପଣ ସେତେବେଳେ ଦେଖିବେ କେତେ ଲୋକ କଷ୍ଟ ଅନୁଭବ କରିବେ ମୁଁ ନିଜ ଅଙ୍ଗେ କାଲି ସାର୍ ଖରାରେ ଉଦୁଦିରେ ଚାଲି ଚାଲିକି ଆଇଛି ତେଲ ଯାହା ଯାହା ହଉ ଗୋଟେ ପୋଲିସ ସାର୍ କହିଲେ ପୁଅଟାକୁ ଦିଅ ଖାଇନି ସାର୍ 12:30 ଗୋଟେ ବେଳେ ଚାଲି ଚାଲିକି ଆଇଲି ବାଣୀ ବିହାରରୁ ସେଠି ମନା କଲେ ଏଠୁ ଆସି ଯାହା ଗୋଟେ ପୋଲିସ ସାର୍ କହିଲେ ନାଇଁ ପୁଅଟାକୁ ଦିଅ କଷ୍ଟମର ବଇଛନ୍ତି ପୁଣି ନେଇକି ତାଙ୍କୁ ଯାଉଛି ସମ ହସ୍ପିଟାଲ ତେଲ ପକେଇଛି ଏମାନେ ତ ଅଧିକା ଦେବେନି ନା ପ୍ରଥମ ଦିନ କହିଲେ ସାର୍ ଟାଙ୍କି ଫୁଲ ଦେବୁନୁ ମାତ୍ର 300 ଟଙ୍କାର ଦେବୁ ଆପଣ ନିଜେ କହିଲେ ଏଇଠି ବି ଟାଙ୍କି 300 କହିଲେ ସେପଟେ କହିଲେ ସେଠୁ ପୁଣି ଏପଟକୁ ଆଇଲା ବେଳକୁ ଆଙ୍କର ଟାଙ୍କି ବନ୍ଦ ସକାଳୁ ଥିଲା କଣ କରିବୁ ସାର୍ କୁହନ୍ତୁ ଆପଣ କେତେ କଷ୍ଟ ଅନୁଭବ ଏମିତି ଆମେ କେବେ ଦେଖିନଥିଲୁ ଇଏ କଣ 12 ମାସ 13 ମାସ ସରକାର ଏ ନୀଳା ହେଲା ଗ୍ୟାସ ମଝିରେ ନୀଳା ଇଏ ନୀଳା କିନ୍ତୁ ସବୁ ସେଇ ରାମ ନୀଳା ହଉ ଜଗନ୍ନାଥ ସବୁ ଆମରି ଠାକୁର କିନ୍ତୁ ଦେଖନ୍ତୁ ଆପଣ ନିଜ ଅଙ୍ଗ ଲିଭାନ୍ତୁ କେତେ କଷ୍ଟ ହଉଛି ଖରାରେ ସେ ଭାଇ ରାଗିବା କାରଣଟା ହଉଛି ସାର୍ ଏଇଆ କିଛି ନାହିଁ ତାର ହଉଛି ହଉ ସାର୍ ରଖନ୍ତୁ ସେଇଆ ତ କହିଲି ମାନେ ଏ ଭଗବାନଙ୍କ ଇଏ ଆପଣ ତମର ବି ଯେମିତି ଅସୁବିଧା ଆମେ ବି ଲାଇନ ଧରିକି ଛିଡା ହଁ ସାର୍ କଣ କରିବା କହିଲେ କଣ ସାର୍ ଯୋଉ କଷ୍ଟଟା ଅନୁଭବ ହଉଛି ଯିଏ ତ ତେଲ ଦେଲା ବେଳକୁ ସାର୍ କହୁଛନ୍ତି ଆମେ ଏତେ ଦେବୁ ତେଲ କଣ ନାହିଁ ଆମେ କଣ ତେଲ ସବୁ ଟାଙ୍କିରେ ମଜବୁତ ଏଇଟା କଣ ପାଇଁ ଏଇଟା କିଏ ପୁଣି ଡିସିସନ କିଏ ନବ ତେଲ ମତେ ନିଜେ ଆସି ଅଛି ତାଙ୍କ କାରରେ ଫୁଲ ତେଲ ସିଏ ତାର ଦମରେ ଚାଲୁଛି କିନ୍ତୁ ଅସୁବିଧା ଅନୁଭବ କିଏ ହଉଛି ଏଇ ସାଧାରଣ ଲୋକ ଅସୁବିଧା ଅନୁଭବ କରୁଛନ୍ତି ଆପଣ ନିଜେ କୁହନ୍ତୁ ସାଧାରଣ ଲୋକ ହିଁ ସାର୍ ଅସୁବିଧା ଅନୁଭବ କରୁଛନ୍ତି କେତେଟା କୋଟିପତି ଲୋକ ସାର୍ ଦେଖିଲ କାର ଏଠି ଲାଗିଛି କାହାର ଲାଗିନଥିବ ଏଇ ମଳି ମୁଣ୍ଡିଆ ଆମ ମାନଙ୍କର କାର ଟ୍ରକ କିଏ କାହାର ଏମିତି ଗାଡି ଚଲାଉ ସେଇମାନଙ୍କ ଗାଡି ଲାଇନରେ ଲାଗୁଛି କେତେଟା କୋଟିପତି ଗାଡି ସାର୍ ଏଠି ଲାଗିବ ତାଙ୍କର ଗାଡି ପାର୍ସଲ ହେଇ ତେଲ ତା ଘରେ ରହୁଥିବ ସାର୍ ଧନ୍ୟବାଦ ଭାଇ କିନ୍ତୁ ପ୍ରକୃତ ଘଟଣା ଏଇ ଯୋଉ ତେଲ ଜାରକିନ ଲାଗିବା ପେଟ୍ରୋଲ ପମ୍ପରେ ନବାର ସବୁବେଳେ ନୁହଁ ଯେ କଳା ବଜାରୀ ଚାଲିଛି ୟା ଭିତରେ ଏଇ ଯୋଉ କଳା ବଜାରୀ ଭିତରେ କିଛି ଏମିତି ବି ରହୁଛି ଯୋଉଭଳି ଭାବରେ ଅଟୋ ଭାଇ ଜଣକ କହିଲେ ତାଙ୍କ ଘଟଣା କାହିଁକିନା ସେ ପରିସ୍ଥିତି ଦେଖିଲେ ଗତ 2 ଦିନ ଭିତରେ ଏମିତି ବି ଘଟିଛି ଯେ କି ଆମ୍ବୁଲାନ୍ସରେ ତେଲ ସରିଯାଇଛି ଲୋକଙ୍କ ଜୀବନ ଚାଲିଯାଇଛି ତ ଏମିତି ଯୋଉ ପରିସ୍ଥିତି ଆସିଥିଲା ତ ସେ ପରିସ୍ଥିତିରୁ କେମିତି ବର୍ତ୍ତିବେ ଯେମିତି ସେ ଅଟୋ ଭାଇ କହିଲେ ଯେ ଓଭରବ୍ରିଜ ଉପରେ ତାଙ୍କର ତେଲ ସରିଗଲା ଲୋକକୁ ଛିଡ଼ା କରିଦେଇକି ସେ ଆସିଥିଲେ ପୁଣି ଟାଙ୍କି ବୁଲିଲେ ହଇରାଣ ହରକତ ହେଲେ ଗୋଟେ ପଟେ ମନ୍ତ୍ରୀଙ୍କ ଘରେ ବସିକି ଟିପ୍ପଣୀ ଦେଇଦେବା ଯୋଉ ବାବୁ ଟିପ୍ପଣୀ ଦେଲେ ସେ ବାବୁଙ୍କ ତେଲ ଟାଙ୍କିରୁ ଗତକାଲି ଏମିତି ଜାରକିନରେ ତେଲ ଯାଉଥିଲା ତାକୁ ବି ଦେଖେଇଥିଲୁ ଆଜି ସେଇ ବାବୁ ପୁଣି ଥରେ ପ୍ରେସ୍ ମିଟ୍ କରିକି ମନ୍ତ୍ରୀଙ୍କ ଘରେ ବଡ଼ ଭାଷଣ ମାରିଦେଲେ କାହାକୁ ଦିଆଯିବନି ବା ବ୍ଲା 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 ବହୁତ କିଛି କଥା କିନ୍ତୁ ପ୍ରକୃତରେ ଲୋକଙ୍କ ପାଖରେ ସମୁଦାୟ ମାନେ ସଫିସିଏଣ୍ଟ ଭାବରେ ତେଲ ପହଞ୍ଚି ପାରୁଛି ତ ଲୋକ ଆରାମସେ ନେଇ ପାରୁଛନ୍ତି ତ ଯୋଉ ଦିନେ 2 ଦିନ ଅପେକ୍ଷା କରିବାକୁ କୁହାହଉଛି ଯୋଉ ଧରଣୀୟ ଲୋକ ବ୍ୟସ୍ତତା ହେଇଯାଇଛନ୍ତି ଅପେକ୍ଷା କଲେ ପୁଣି ଥରେ ସବୁ ସମସ୍ୟାର ସମାଧାନ ହେଇଯିବ ସେ 2 ଦିନ ଯାକ ବିଭାଗ ମନ୍ତ୍ରିମଣ୍ଡଳ ସବୁ ବନ୍ଦ ହେଇଯିବ କି ଯଦି ନା ତାହେଲେ ଏମାନେ ତାଙ୍କର ଦୈନନ୍ଦିନ ଜୀବନ କଟେଇବେ କେମିତି ସବୁ କଥା ବି ଭାବିବାର ଅଛି ଦେଖାଯାଉ ନିହାତି ଭାବରେ ଧୀରେ ଧୀରେ ସ୍ୱାଭାବିକ ହେଇଯିବ ତ ରହିଲା କଳା ବଜାରୀ କଥା ତ କଳା ବଜାରୀ ଆଗରୁ ବି ଚାଲିଥିଲା ଏବେ ବି ଚାଲୁଛି ଆଗକୁ ବି ଚାଲିବ ତାକୁ କେହି ବ୍ରେକ୍ କରିପାରିବେନି ହଁ କିନ୍ତୁ ଏଇ ଯୋଉ ମଝିରେ ଏଇ ଯୋଉ ଖୁଚୁରା ବ୍ୟବସାୟ ଭଳିଆ ଏଇ ଯୋଉ ବାଚଣାମୀ ଯୋଉଟା କୁହନ୍ତି ବାଚଣାମୀ କାହିଁକି ନା ଗ୍ୟାସ୍ ବନ୍ଦ କରିଦିଅ ଗ୍ୟାସ୍ ମିଳୁନି କହିଦିଅ ତେଲ ମିଳୁନି କହିଦିଅ ପରେ ଡାଲି ଲୁଣ ତେଲ ସିଏ ଅଲରେଡି କାଲିଠୁ ଗୋଟେ ଇସ୍ୟୁ ଆରମ୍ଭ ହେଇଗଲାଣି ବୋଧେ ହୁଏ ବଡ଼ ଗଣମାଧ୍ୟମ ତାକୁ ଦେଖେଇ ନାହାନ୍ତି କି ପାରିବେ ନାହିଁ ହେଲେ ଦେଖେଇଲେ ଅସୁବିଧା ସରକାରଙ୍କର ଚାପ ପଡ଼ିଛି ତ ତେଲ ବଢ଼ିଯାଇଛି 10 ଟଙ୍କା ଖାଇବା ତେଲ ଚାଉଳରେ 7 ଟଙ୍କା ବଢ଼ିଯାଇଛି ଡାଲିରେ ସେମିତି 10 ଟଙ୍କା ନା 7 ଟଙ୍କା ବଢ଼େଇ ଦେଇଛନ୍ତି ମନ ଇଚ୍ଛା ମାନେ ଏଠି ଲାଗୁ ହେଇନି ସେଣ୍ଟରରୁ ଲାଗୁ ହେଲା କି ନାହିଁ ଜଣା ନାହିଁ କିନ୍ତୁ ଏଠି
ଦୋକାନ ତେଲ ରେଟ୍ ବଢିଆ ଶୁଣୁକା କିଛିଟା ପେପରରେ ଆଜି ବାହାରି ଯାଇଛି, ଇଏ ବଢି ଯାଇଛି ସିଏ ବଢି ଯାଇଛି, କାହିଁକିନା ତେଲ ଦର ବଢିଗଲା। 3 ଟଙ୍କା ଏଠି ବଢିଲା, 10 ଟଙ୍କା ସେଠି ବଢିଲା। ଏବେ ଲୋକ କରିବେ କ'ଣ? ଆଜି ତେଲ ଚୋରି କରାହଉଛି ବା ନହେଲେ ଇଏରେ ଜାର୍କିନେ ନିଆହଉଛି, କାଲି କ'ଣ ଯାଇକି ଗ୍ରୋସରୀ ଦୋକାନ ଭିତରେ ଆଉ କିଛି କରିବେ? ତେଣୁ କରିକି ଏ ସମାଧାନ କେବଳ ଗୋଟିଏ। ଯଦି ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଅଛନ୍ତି, ଆଲୋଚନା ସଫଳ ହେଇଛି, ତେବେ ଆଶା କରିବୁ ଜଲ୍ଦି ପ୍ରଧାନମନ୍ତ୍ରୀ ଦେଶକୁ ଫେରି ଆସନ୍ତୁ। ଏ ତେଲ ସମସ୍ୟାରୁ ସମସ୍ତ ଜନତାଙ୍କୁ ଦୂରୀଭୂତ କରାନ୍ତୁ, ଆଉ ଲୋକଙ୍କୁ କେମିତି ତେଲ ଆହୁରି କମ୍ରେ ମିଳିବ ଦୟାକରି ତା ପାଇଁ ଗୋଟେ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ। ପଛେ ରାଜ୍ୟ ସରକାରଙ୍କର ଯେଉଁ ପୂର୍ବର ବିରୋଧୀ ଦଳରେ ଥିଲାବେଳର ଯେଉଁ ଭାଟ୍ କଥା, ସେଇଟାକୁ ଯଦି ଟିକେ ରାଜ୍ୟ ସରକାର ଆଗେଇ ନେବେ ତାହେଲେ ଲୋକ ଜୟ ଜୟକାର କରିବେ, ନଚେତ୍ ପୁଣି ଥରେ ସରକାର ବଦନାମ ହେବେ। ଏଥିରେ ଆମର କିଛି ଦୋଷ ନାହିଁ। ରହୁଛୁ ଆଜ୍ଞା, ନମସ୍କାର।